ଆସିବ ଆଉ ଏ ପଥରର ଜାହାଲାରୁ ପାଣି ନିଆଯାଉଥିଲା, ବ୍ୟବହାର କରାଯାଉଥିଲା ଏବଂ ବର୍ଷ ବର୍ଷ ଧରି ସେ କର୍ତ୍ତାଙ୍କ ଘରେ ପଥରର ଜାହାଲା ଯାକ, 6ଟା ପଥରର ଜାହାଲା ଯାକ ବାହାରେ ରଖାଯାଇଥିଲା। ବାହାରେ ରଖାଯାଇଥିଲା। ଯୀଶୁ ଆସିଲେ ଆଉ ଆସିକି ସେ ଜାଗାରେ ଦେଖିଲେ କି ଦ୍ରାକ୍ଷାରସ ସର୍ଟ ପଡିଯାଇଛି। ତାଙ୍କ ମା ତାଙ୍କୁ ଯାଇକି ଯେତେବେଳେ କହୁଛନ୍ତି, କହିଲେ ମୋର ଟାଇମ୍ ପର୍ଯ୍ୟନ୍ତ ହେଇନି। ବେଳେ ବେଳେ ମୋ ପ୍ରିୟମାନେ ଆମ ଜୀବନରେ ପରମେଶ୍ୱରଙ୍କର ଆଶୀର୍ବାଦକୁ, ପରମେଶ୍ୱରଙ୍କର ଅନୁଗ୍ରହକୁ ସବୁବେଳେ ଅଛି ଆମର ଜୀବନରେ, କିନ୍ତୁ ଆମେ ଅନେକ ସମୟରେ ଅନୁଭବ କରିପାରିନଥାଉ। ଆମକୁ କିଛି ସ୍ପେଶିଆଲ ଆଟ୍ରାକ୍ସନ, ସ୍ପେଶିଆଲ ଗୋଟେ କଣ କି ଭିଉ ଦରକାର ହୁଏ ପରମେଶ୍ୱରଙ୍କ ଅନୁଗ୍ରହ ପାଇଁ। ହଁ, ଏମିତି ହେଲେ ପରମେଶ୍ୱର ଅନୁଗ୍ରହ, ଗୋଟେ ବଡ ଚମତ୍କାର ହେଲେ ପରମେଶ୍ୱର ଅନୁଗ୍ରହ। ତ ଯୀଶୁଙ୍କର ସେ ସମୟ ପର୍ଯ୍ୟନ୍ତ ଟାଇମ୍ ହେଇନଥିଲା। ଯୀଶୁ ଆସିଲେ, ମା ଆସିକି ରିକ୍ୱାରମେଣ୍ଟ ବିଷୟରେ କହୁଛନ୍ତି କି ଦେଖ ତାଙ୍କର ଭୋଜିର କେତେ କନସର୍ନ ସେ ଭୋଜି ପାଇଁ ବା ସେଇ କର୍ତ୍ତା ପାଇଁ, ତାଙ୍କର ସେ ମାଙ୍କର ନହେଲେ ଅପମାନ ହେବ। ସମୟ ଆସିଲା, ଯୀଶୁ କହିଲେ ଯାଇକି ତାଙ୍କ ଶିଷ୍ୟମାନଙ୍କୁ ପାଣି ଭର୍ତ୍ତି କର ସେ ଜାହାଲା। ଲୋକମାନେ ଧୋଇକିରି ପାଣି ସରିଯାଇଥିଲେ, ପାଣି ଭର୍ତ୍ତି କର। ଆଉ ପାଣି ଭର୍ତ୍ତି କଲେ। କହିବାର ଉଦ୍ଦେଶ୍ୟ, ଏଇଟା ଗୋଟେ ପ୍ରଥା ଥିଲା, ଏଇଟା ଗୋଟେ ଟ୍ରାଡିସନ ଥିଲା, ଏଇଟା ସଂସ୍କାର ଥିଲା, ନୀତି ଥିଲା, ରୀତି ଥିଲା ଯୁହୁଦୀ ମାନଙ୍କର କି ସେମାନେ ଗୋଡ ଧୋଇବେ ଏବଂ ଏଣ୍ଟ୍ରି କରିବେ। ବ୍ୟବସ୍ଥା ପୁସ୍ତକରେ ମଧ୍ୟ, ମୋ ସାଙ୍ଗ ବ୍ୟବସ୍ଥା ପୁସ୍ତକ ଏଇଟା ଲେଖାଯାଇଛି। ସେଇ ପର୍ଯ୍ୟନ୍ତ ଯୀଶୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ହେଇନାହିଁ ଯୋଉ ପର୍ଯ୍ୟନ୍ତ ସଂସ୍କାରକୁ, ଟ୍ରାଡିସନକୁ, ରୀତିନୀତିକୁ ଉଠା ଯାଇନାହିଁ। ପ୍ରେଜ୍ ଦ ଲର୍ଡ। ଦିନ ଥିଲା ସେ ଜାହାଲା ମାନଙ୍କୁ ପାଣି ଭର୍ତ୍ତି କରାହଉଥିଲା, ଏବେ ସମୟ ଆସିଛି ସେ ଜାହାଲାରେ ଦ୍ରାକ୍ଷାରସ ବାହାରିବାର ଅଛି। ହାଲେଲୁୟା। ତ ଯେ ପର୍ଯ୍ୟନ୍ତ ସଂସ୍କାର, ଟ୍ରାଡିସନ, ଆଜି ଚର୍ଚ୍ଚ ମାନଙ୍କୁ ହଉ, ଆଜି ବିଶ୍ୱାସୀ ମାନଙ୍କ ଜୀବନ ହଉ, ଆମ ମାନଙ୍କ ଜୀବନକୁ ଦେଖୁଛ, ଅନେକ ପ୍ରକାର ସଂସ୍କାର ଦ୍ୱାରା ଆମେ ପରିଚାଳିତ। ଟ୍ରାଡିସନ, ରୀତିନୀତି, ପ୍ରଥା, ଲୋକ ପ୍ରଥା ଯାହାକୁ ଆମେ କହୁ, ସେ କେବେ ଯାଇନାହିଁ। ସେ ଜାହାଲା କେବେ ୟୁଜ ହେଇନାହିଁ, କେବଳ ଗୋଡ ଧୋଇବାର, ହାତ ଧୋଇବାର ୟୁଜ ହେଇଛି। ଏବେ ସେଇ ଜାହାଲର ପାଣି ପିଇବା ପାଇଁ ୟୁଜ ହେଉଛି। ଆମେନ୍, ଆମେନ୍। ତ କହିବାର ଉଦ୍ଦେଶ୍ୟ, ଯେ ପର୍ଯ୍ୟନ୍ତ ଆମେ କଣ କି ପ୍ରଥା ଭିତରେ ଅଛୁ, କୁସଂସ୍କାର ଭିତରେ ଅଛୁ, ପରମେଶ୍ୱରଙ୍କ ଅଦ୍ଭୁତ କାର୍ଯ୍ୟ ଦେଖିପାରିବାନି। ଆମକୁ ବାହାରିବାର ଅଛି ସେ ଭିତରେ। ଆଉ ଗୋଟେ ବିଷୟରେ, ଅନେକ ସମୟରେ ଆମେ ବାକ୍ୟ ପଢୁ କିନ୍ତୁ ବୁଝି ନଥାଉ, ନାଇଁ କି? ବାକ୍ୟ ପଢୁ, ଅନେକ ସମୟରେ ବାକ୍ୟ, କିଏ ଏମିତି ଅଛନ୍ତି ସେମାନେ ବାକ୍ୟ ପଢନ୍ତି କିନ୍ତୁ ବୁଝି ପାରିନାହାନ୍ତି, ବୁଝନ୍ତି ନାହିଁ। ଅନେକ ସମୟରେ ମୁଁ ତ ଅଛି, ବାକ୍ୟ ସବୁ ବୁଝି ଯାଆନ୍ତି, ଆମେ ବୁଝୁ କି ନାହିଁ? ହେ ସିଓନର କନ୍ୟା, ଆପଣ ପିତୃଗୃହକୁ ପାଶର, ବୁଝୁ କି ଆମେ ସବୁ ଜିନିଷ? ନାଇଁ, ବୁଝି ପାରିନଥାଉ। ଈଶ୍ୱରଙ୍କର ବାକ୍ୟ ଏଇଟା, ଆଜି ପର୍ଯ୍ୟନ୍ତ କେହି ମଧ୍ୟ ତାକୁ ପରଫେକ୍ଟଲି ବୁଝି ପାରିନାହାନ୍ତି। ଆମେ ସମସ୍ତେ ଶିଖୁଛୁ। ଆମେ ଅନେକ ସମୟରେ ବାକ୍ୟକୁ ପଢିଥାଉ ମାତ୍ର ବୁଝି ନଥାଉ, ଏବଂ ଆମେ ଅନେକ ପାଳକ, ଅନେକ ପ୍ରଚାରକ, ଅନେକ ପ୍ରମୁଖ ଲୋକମାନଙ୍କ ପାଖକୁ ଯାଇକି ପଚାରିଥାଉ, କେମିତି କଲେ ମୁଁ ବୁଝିପାରିବି, କେମିତି କଲେ? ମୁଁ ତ ବୁଝି ପାରୁନି, ଏବଂ ବୁଝି ପାରୁନାହାନ୍ତି ବୋଲି ଅନ୍ୟ ଲୋକ ବାଇବେଲ ମଧ୍ୟ ପଢନ୍ତି ନାହିଁ। ଏଠି କିଏ ଅଛନ୍ତି ଯେଉଁମାନେ ବାଇବେଲ ପଢନ୍ତି ନାହିଁ? ପ୍ରେଜ୍ ଗଡ୍, ସମସ୍ତେ ବାଇବେଲ ପଢୁଛନ୍ତି। ଥ୍ୟାଙ୍କ ୟୁ, ସମସ୍ତେ ବାଇବେଲ ପଢୁଛନ୍ତି। ହାଲେଲୁୟା। ଗୋଟେ ଉଚ୍ଚ ନିଜ ପାଇଁ ଗୋଟେ କରତାଳି ଦେବା ସମସ୍ତେ, ବାଇବେଲ ପଢୁଛ ବୋଲି। ଶୁଣନ୍ତୁ, ଆପଣ ବାଇବେଲ ପଢି ଯାଆନ୍ତୁ, ଆପଣ ପାଣି ଭର୍ତ୍ତି କରନ୍ତୁ, ଦ୍ରାକ୍ଷସ ରସ ବନେଇବାର କାମ ଯୀଶୁଙ୍କର। ଆମେନ୍। ଦ୍ରାକ୍ଷ ରସ ବନେଇବାର କାମ ଯୀଶୁଙ୍କର। ସେ କେବେ ଆପଣ ପାଣି ଭର୍ତ୍ତି କରିଥିବେ, ବୁଝୁନଥିବେ, କିନ୍ତୁ ପାଣି ଭର୍ତ୍ତି ପଡିଥିବେ, କେବେ ଅଚାନକ ଯୀଶୁ ଆସିକି ତାକୁ ଛୁଇଁ ଦେବେ ଆଉ ସେଟା ଦ୍ରାକ୍ଷ ରସ ହେଇଯିବ। ବାଇବେଲ ପଢିବାରେ ହେଳା କରନ୍ତୁ ନାହିଁ। ପ୍ରେଜ୍ ଦ ଲର୍ଡ। ବାଇବେଲ ପଢିବାରେ ହେଳା କରନ୍ତୁ ନାହିଁ। ଈଶ୍ୱରଙ୍କର ବାକ୍ୟ, ଗୋଟେ ସଣ୍ଡେର ସର୍ଭିସ ଆପଣଙ୍କୁ ମତେ ସବୁ ବିଷୟରେ ସିଦ୍ଧ କରିପାରିବ ନାହିଁ। ଗୋଟେ ସଣ୍ଡେର ସର୍ଭିସ, କେବଳ ସଣ୍ଡେ ସର୍ଭିସ ହିଁ ଆଟେଣ୍ଡ କଲେ ଆମେ ପରମେଶ୍ୱର ପାଇଁ, ପରମେଶ୍ୱର ନିକଟତର ହେଉ। ଇଟ୍ସ ଏ ଫେଲୋସିପ ଓନ୍ଲି। ଏଇଟା ଗୋଟେ ସହଭାଗିତା, ପ୍ରଭୁଙ୍କୁ ଜାଣିଥିବା ଲୋକମାନଙ୍କର ଗୋଟେ ମିଳନ, ସହଭାଗିତା ହେଲା। ଭାଇମାନଙ୍କର ସହଭାଗିତାରେ
ବାସ କରିବା କି ଅତ୍ୟନ୍ତ ଆନନ୍ଦ ମନୋହର ବୋଲି ବାଇବେଲ ଲେଖା। ହାଲେଲୁୟା। ସୋ ସେଥିପାଇଁ ଆମେ ଚର୍ଚ୍ଚ ଆସୁଛୁ, କିନ୍ତୁ ପ୍ରତିଦିନର ଇଣ୍ଟିମେସି ମତେ ଅବଶ୍ୟ ଦରକାର ଅଛି ପ୍ରଭୁଙ୍କ ସହିତ। ପ୍ରେଜ୍ ଦି ଲର୍ଡ। ଟିକେ ସାଇଡ୍ ବାଲାକୁ କହିବା, ପ୍ରତିଦିନର ଅନ୍ତରଙ୍ଗତା ପ୍ରଭୁଙ୍କ ସହିତ ନିହାତି ଜରୁରୀ ମତେ। ଥରେ ଯେଉଁମାନେ ବାଇବେଲ ପଢ଼ିବା ପାଇଁ ଇଚ୍ଛା କରୁନାହାନ୍ତି ବା ବାଇବେଲ ପଢ଼ୁନାହାନ୍ତି ସେମାନଙ୍କ ପାଇଁ, ଯଦିଓ ଏଠି କେହି ନାହାନ୍ତି ବାଇବେଲ ନ ପଢ଼ିବା ବ୍ୟକ୍ତି ସମସ୍ତେ, କିନ୍ତୁ ଜଷ୍ଟ ଆପଣଙ୍କୁ ଉତ୍ସାହିତ କରିବା ପାଇଁ। ଥରେ ଦି ତିନିଟା ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କ କୋଳକୁ ଚାଲିଗଲେ, ଯୁବା ପିଲାମାନେ। ଶୁଣନ୍ତୁ ଧ୍ୟାନରେ, ଯୁବା ପିଲାମାନେ ପ୍ରଭୁଙ୍କ କୋଳକୁ ଚାଲିଗଲେ, ତାର ଅର୍ଥ କଣ? ସେମାନେ ସେମାନେ କହନ୍ତୁ ନା ମରିଗଲେ। ବାସ୍ ସରିଲା କଥା, ମରିଗଲେ ସେମାନେ। ପ୍ରଭୁଙ୍କ କୋଳକୁ ଚାଲେ, ଆମେ ଟିକେ ସଜେଇକିରି ତାକୁ କହୁଛୁ ଦୁଃଖ ନ ଲାଗିବ ବୋଲିକିରି। ମରିଗଲେ ସେମାନେ, ବାଇବେଲ ପଢି ନଥିଲେ। ସେମାନେ ବାଇବେଲ ପଢିନଥିଲେ। ଜଷ୍ଟ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହୁଁଛି। ଏଠି ପ୍ରଭୁ ମହାନ ପରମେଶ୍ୱର ଏଠି ବସିଛନ୍ତି। ସେମାନେ ଗଲେ, ଯାଇକିରି ତ ଯୋଉଠିକି ଠିଆ ଉଠୁଛନ୍ତି, ଆଉ କହିଲେ କି ସପୋଜ ସେଟା ସୁରେନ୍ଦ୍ର, ସପୋଜ ଆପଣ ତ ସୁରେନ ଭାଇ ଚାଲେ, ସୁରେନ, ହଁ ପ୍ରଭୁ ଭିତର ପାଖକୁ ଯ ଆଉ ଚାବି ଗୋଟେ ଆଣିବ ଦେ। କଣ କହିଲେ? ଭିତର ପାଖକୁ ଯାଅ ଆଉ ଚାବି। ସୁରେନ ବାଇବେଲ ପଢିଥିଲେ ସିନା ଭିତର କୋଉଠି ଅଛି ଜାଣିବ। ସୁରେନ ଭାଇ ବାଇବେଲ ପଢିଥିଲା, ସେ ଖାଲି ଖୋଜୁଛି କୁଆଟେ କୋଉଟା ମୂଷାକୁ ଯାଇକି ଭିତର ବୋଲି କହୁଛି। ବାଇବେଲ ପଢିଥିଲେ ସିନା ଜାଣିବା ଭିତର କୋଉଟା, ଆନ୍ଦ୍ରିୟ କୋଉଟା, ଯୌନ କୋଉଟା, ଜାକୁବ କୋଉଟା। ସେ ସମସ୍ତେ ସମାନ, ଭିତର ପାଖରେ ଯ ଚାବି ଅଛି କହିଲେ ପ୍ରଭୁ, ଯ ଚାବି ଆଣିବ। ଇଏ ଖୋଜୁଛି, ପଢିନି। ତାପରେ କହିଲେ ଅବଧିୟ ପାଖକୁ ଯ ଆଉ ଗୋଟେ ଚାବି ଆଣିବ ବୋଲି ମୁଣ୍ଡରେ ହାତ ଦେଲା। ଅବଧିୟ ଜଣା ନାହିଁ କେମିତି ଦେଖାଯାଏ, କେବେ ବାଇବେଲ ପଢି ନାହିଁ ଅବଧିୟ, ପୁରାତନ ନିୟମ କି ନୂତନ ନିୟମ ବି ଜଣା ନାହିଁ ତାକୁ। ପଢିଥିଲେ ସିନା ଜାଣିବ। ଲାଷ୍ଟରେ କହିଲେ ମୂଷା ପାଖକୁ, ତମେ ଜାଣିଲନି ମୂଷା ପାଖକୁ ଯ, ଯିଏ ଇସ୍ରାଏଲକୁ ନେଇକି ଆସିଥିଲେ। ଗଲା ଆଉ ବାଇବେଲ ନ ପଢିବା ଲୋକ କେମିତି ଜାଣିବ ମୂଷାକୁ? ଜାଣିବେ କି? ନାଇଁ, ସେ ମାନେ 5ଟା ରୁଟି 2ଟା ମାଛ ଖାଲି ଶୁଣିଛନ୍ତି, ଖାଲି 5ଟା ରୁଟି 2ଟା ମାଛ ଶୁଣିଛନ୍ତି, ସରିଲା। ଚର୍ଚ୍ଚ ଯାଇଛି ସେତିକି କଥା, ପଢି ନାହାନ୍ତି। ଖୋଜୁଛି ମୂଷାଙ୍କୁ, ମୂଷା ଯେ ଆରାମରେ ଏଠି ବସୁଛନ୍ତି, ଲାଠି ଧରିକି ବସୁଛନ୍ତି। ଜାଣିଲେ ସିନା ତ କହିବାର ଉଦ୍ଦେଶ୍ୟ, ଇଆଡେ ସିଆଡେ ନ ହେଇଯିବେ ସ୍ୱର୍ଗରେ ଯାଇକି। ସେଥିପାଇଁ ଏବେ ବାଇବେଲ ପଢନ୍ତୁ, ଏ ବାଇବେଲ ପଢନ୍ତୁ। କଣ ଲେଖା ହେଇଛି ବାଇବେଲର ଅର୍ଥ କଣ ଆମେ ଜାଣିଛୁ, ସମସ୍ତେ ଜାଣିଛୁ। ୟୁ ଆର୍ ଅଲ୍ ଆର୍ ମ୍ୟାଚୁଅର ପିପଲ। କଣ? ବିହୋଲ୍ଡ ଇଟ୍ ବ୍ରିଙ୍ଗସ୍ ଲାଇଫ ଏଟର୍ନାଲ। ଦେଖ ଏହା ଆଣିଦିଏ ଅନନ୍ତ ଜୀବନ। ସେଥିପାଇଁ ବାଇବେଲକୁ ପଢିବାର ଅଛି ମତେ। ବାକି ଆଡକୁ ଯିବା। ଓକେ, ଗୋଟେ ବ୍ୟକ୍ତିର ବିଷୟରେ ଆଜି ଜୀବନକୁ, ଆଜି ଆମର ଆମେ ମେଡିଟେଟ କରିବା। ଗୋଟେ ବ୍ୟକ୍ତି ବହୁତ ବହୁତ ଅଳ୍ପ ସମୟ, ଆଉ ସେ ବ୍ୟକ୍ତିର ଜୀବନରେ ଗୋଟେ ବି ଚମତ୍କାର ହେଇନାହିଁ, କିନ୍ତୁ ସ୍ୱର୍ଗ ତାକୁ ଜାଣିଛି। ସେ ବ୍ୟକ୍ତିର ଜୀବନରେ ଗୋଟେ ମଧ୍ୟ ଚମତ୍କାର ସେ ଦେଖି ନାହିଁ, ମାତ୍ର ସ୍ୱର୍ଗ ତାକୁ ଆଇଡେଣ୍ଟିଫାଏ କରିଛି, ସେ ମୋର ଲୋକ ବୋଲି। କିଏ? ଆଇବ ପୁସ୍ତକ ବାହାର କରନ୍ତୁ। ଆଇବ ତାର 1 ଅଧ୍ୟାୟ 1 ପଦ ଏବଂ 8 ପଦ। ଆଇବ 1 ଅଧ୍ୟାୟ 1 ପଦ ଏବଂ 8 ପଦ। ହୁଁ 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 ହଁ, ଦେଖନ୍ତୁ, ଗୋଟେ ଦେଶରେ ଗୋଟେ ବ୍ୟକ୍ତି ଅଛି, ଆଉ ତାର ନା ବାଇବଲ ମେନସନ କରୁଛି ଆୟୁବ। ଇତିହାସକାର ମାନେ କହନ୍ତି ପାଖାପାଖି ଅବ୍ରାହମଙ୍କ ବୋଲେ ସମକାଳୀନ ସମୟ ଏଇଟା, ଅବ୍ରାହମଙ୍କ ସମକାଳୀନ ବ୍ୟକ୍ତି ଏଇଟା। ଯଦିଓ ଆୟୁବ ପୁସ୍ତକ ବହୁତ ପରେ ଏଠି ବାଇବଲରେ ମେନସନ କରାଯାଇଛି, କିନ୍ତୁ ଇତିହାସକାର ମାନେ କହନ୍ତି ପାଖାପାଖି ଅବ୍ରାହମର ସମୟର ଲୋକ। ଏବଂ ସେ ବ୍ୟକ୍ତି ଆଜି ଆଜି ଆମେ ମାନେ ଅନେକ ଟ୍ରେଣ୍ଡିଂ ରେ ଚାଲୁଥିବା ଲୋକମାନଙ୍କୁ ଦେଖୁଛୁ ନାଇଁ। ଆଜି
प्रचारक माने केतरा प्रचारक माने भी ट्रेंडिंग रे चली ना प्रेज द लॉर्ड ट्रेंडिंग रे चली फेमस रे चली हाथ गणति रे किछि प्रचारक अछंती विशेष कर इंडिया रे ट्रेंडिंग चली आपण यूट्यूब खोलंतु तो सेही प्रचारक मान विषय रे आसुछि तो उस देश रे गोटे व्यक्ति थिला से व्यक्ति रो ना होची आयुब एवं आयुबर विषय रे चारि गोटी तार कैरेक्टर को नेकरी वर्णना कराई प्रथम कैरेक्टर कौन से मनुष्य सिद्ध व्यक्ति थिला सरल व्यक्ति थिला परमेश्वर भयकारी व्यक्ति थिला कुक्रिया टिके ट्रेबल कमेडी कुक्रिया त्यागकारी व्यक्ति थिला आठ पद भौणी हम्म हम्म हम्म। पृथ्वी रे केही नाही प्रभु अब्राहम को कहले आमर बंधु नोह को कहले से कौन की पृथ्वी रे धार्मिक देखिले मूसा को कहले पृथ्वी रे नम्र व्यक्ति केही नाहांती आईब पाखक आसुची कहउचंती पृथ्वी रे सिद्ध व्यक्ति आईब भलिया केही नाहांती केमती स्वर्ग केमिति आइडेंटिफाई वा परिचय प्रदान करुची तांकर लोकमान को विषय रे देखन फेमस लोक नथिले ये प्रसिद्धि पाइथिबा लोक नाहांती ट्रेंडिंग रे चली नाहांती तांकर कोनसी कोन की एमती ट्रेंडिंग नथिला कोनसी प्लेटफॉर्म नथिला टाइटल नथिला रेवरेंट आयुब ना एबे थिबे कोटी क्या नाम रेवरेंट आयुब सेतले रेवरेंट तापर आउ कोन बिशप आयुब एपोस्टल आयुब प्रॉफिट आयुब प्रोफेटेस एटा स्त्रीलिंग हेबे एमती टाइटल मध्य नथिला दुखर कथा आज अनेक जगह टाइटल रो वकीला मान आम देखु आम क्या एक्यूज करवा ना आम आईब विषय देखु आईब सिंपली प्रभु बा स्वर्ग ना नेला आयुब बोली सिंपली ना नहीं मोर दास आयुब स्वर्ग आज आपको केमती चिन्ह अनेक लोक मैंने मुझे जस्ट कहूँ गोटे प्रचारक को खाली कहले कि भाई बोली डाकिदेल पाड़क अंक आटे डाकुन कहले भाई बोली डाकुच कौन पाड़क अंक बोली डाकुन रेवरेंट मु रेवरेंट पूरा सो आमे टाइटल पछरे फेम पछरे नेम पछरे दौड़ुछु स्वर्ग किंतु तांकर लोक मान को रिकॉग्नाइज करूछि प्रेज द लॉर्ड स्वर्ग आज केमती रिकॉग्नाइज करूछि आपन को नो तार पाखे कौन सी बड़ प्रसिद्धि विषय नहीं तार पाखे कौन सी नेम नहीं फेम नहीं प्लेटफॉर्म नहीं इवन पुलपिट से ठिया उठी नहीं से स्टिल आईबो को स्वर्ग जानी छी हालेलुया को पुलपिट रे ताको थोरे जगह भी मिली नहीं किंतु आईबो को स्वर्ग जानी सेटा तो बड़ विषय ना सेटा ही बड़ विषय आपण को एठी जगह मिलू कि न मिलू से चिन्ही दो एटा मोर लोक बोली नहीं कि स्वर्ग चिन्ही दो एटा मोर लोक बोली आईबोर सहित सम्मान से विषय हेतला बहुत सुंदर विषय लेखा होची 8 पद लेखा है तुमे कौन मोर दास कहार दास मोर दास कहार दास मोर दास आईब प्रति मन देइछथि वाए आईब तो किसी भूल कर नथिला बाइबल कहे काहे की परीक्षित हैला कोथि पई परीक्षित हैला अब शैतान को प्रभु कहउछंती कि मोर दास आईब प्रति मन देइछु कि तुम अर्थ कौन शैतान विश्व को इटा प्रभु अन्य अर्थ रे प्रभु दृष्टि आकर्षण करौचंती शैतान ए शैतान जानिछ तो मोर मोर दास गुटे अछि लिखाई शैतान गतायत कला तापर प्रभु को पक्ष आसला तार नजर रे नहीं किंतु प्रभु डाकी देले शैतान सुन तो मोर दास आईब को देखी तार भलिया एमती व्यक्ति ना
କାହିଁକି ପ୍ରଭୁ କାହିଁକି ଏଲାଉ କରୁଛନ୍ତି? ଶୈତାନ ମଧ୍ୟ ଜାଣୁ ଆଇବ ପ୍ରଭୁଙ୍କର। ହାଲେଲୁୟା। ଶୈତାନ ବି ଜାଣେ, କାହିଁକି ନା ବାଇବେଲ ଲେଖା ହେଇଛି ଦୁଇ କିମ୍ବା ତିନି ଜଣଙ୍କର ସାକ୍ଷୀ ବିନା କୌଣସି ବିଷୟ ସ୍ଥିରୀକୃତ ହୁଏ ନା। ମୂଷାଙ୍କର ବ୍ୟବସ୍ଥା ପ୍ରଭୁ ଦେଇଥିଲେ, ଯେକୌଣସି ବିଷୟ ଯଦି ସ୍ଥିରୀକୃତ ହେବାର ଅଛି, ସେଥିପାଇଁ ଯୀଶୁଙ୍କୁ ଦୁଇ ସାଇଡରେ ରଖାଗଲା, ଚୋର ଦୁଇଟା ମରା ଯିବେ ବୋଲିକି। ଦୋଷୀ ପ୍ରମାଣିତ ହେଲେ, ଅପରାଧୀ ପ୍ରମାଣିତ ହେଲେ, ତ ଦୁଇ କିମ୍ବା ତିନି ଜଣଙ୍କର ମୁଖରୁ ଯେ ପର୍ଯ୍ୟନ୍ତ ଟେଷ୍ଟିଫାଏ ନ ବାହାରିଛି କି ହଁ ଏଇଟା ଭୁଲ କରିଛି, ଏଇଟା ଠିକ କରିଛି ବୋଲିକି, ସେଥିପାଇଁ ଏପଟେ ପ୍ରଭୁ କହିଲେ ଆଇବ ତ ସିଦ୍ଧ ଅଛି। ପ୍ରଭୁ କହୁଛନ୍ତି ଆଇବ ସିଦ୍ଧ ଅଛି, ସରଳ ଅଛି, ସୁକ୍ରିୟା ତ୍ୟାଗ ଅଛି, ପରମେଶ୍ୱର ଭୟକାର ଅଛି। ଶୈତାନ କହୁଛି ମୁଁ କେମିତି ମାନିବି? ତମେ କହିଦେଲ ଯେ ମୁଁ କେମିତି ମାନିବି? ଲେଟ୍ ମି ଏକ୍ସାମାଇନ୍। ତମେ କହିଦେଲ ଦୁଇ କିମ୍ବା ତିନି ଜଣଙ୍କ ଲାଷ୍ଟରେ ସେ ମଧ୍ୟ ଟେଷ୍ଟିଫାଏ, କହିବା ମାନେ ସବୁ ଏଇଭଳି ଆମେ ପଢିବା ଆଗକୁ, ସବୁ ନେଲା ପରେ ପ୍ରଭୁଙ୍କୁ ସେ କର୍ସ କରୁନାହିଁ। ତାପରେ ଶୈତାନ ମନେ ମନେ ଭାବୁଥିଲେ ୟେସ୍, परमेश्वर तुम्हें जाको बाछीच पूरा चोखा सोना है। हालेलुया। चोखा सोना है, उसमें मिट्टी कुछ नहीं है, प्रभु कुछ नहीं। सो आईबो को अनेक लोक माने ए विषय को आमे बोले अणदेखा करि थाउ, से कोनोसी भूल करि नाही। आमे तो अनेक समय अनेक जगह अनेक विषय भूल करूछु एवं हमर पाखु परीक्षा आसुछि, से कोनोसी भूल करि नाही, से कोनोसी मंदता करि नाही, इवेन से जानी मध्य नाही जे किछि समय परे एबे प्रभु स्वर्ग रे कथावार्ता होचंती आईबो विषय रे। शैतान सहित किछि मुहूर्त रे बड़ टेस्ट गुटे ता पई आसुछि बोली जणा नाही। जानिथिला से नाही, जानि नाही, बड़ बड़ टेस्ट, बड़ असाइनमेंट जाको आसुछि। बेले बेले प्रभु तांकर लोकमानंकु शैतान रो सामने रे प्रमाणित करिया पई, यस ही इज माय पीपल, ही इज माय सर्वेंट। शैतान को एलाउ करते अनेक समय जाओ देखो, चेक करो, चेक करो। मोर 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 भरोसा अछि कि काल्वरी चर्च प्रभु को छाड़ीबे नै बोली प्रभु कहउछन, किंतु शैतान को टिके एलाउ करा दे, जाओ चेक करो टिके। बुझी होछि? प्रेज द लॉर्ड। गोटे समय रे लिखा है, दुई पद पढ़ंतु भौणी, तार सॉरी तीन पद, ताहार संपत्ति केते हजार मेष टिके रही जिवा। गोटे मेंढा गोटे छेली दाम केते हेबो एबे वर्तमान 10,000 गोटे राउंड फिगर करो, 7,000 इंटू 10,000 कले केते होउची? हां 7,000 मेष ना इंटू 10,000 कले केते होउची? जस्ट गोटे रफ कैलकुलेशन करंतु, लक्ष्य मैथमेटिशियन माने केते होउची देखो। 7,000 मेष ओटो केतरा? गोटे ओटो आज डेट रे जदी ओटो ओटो कोन करे? ओटो कोन करे? मरुभूमि जहाज ना, सामान पत्र बोही के निये, लोकमान को निये। सपोज जस्ट जदी हम मिसे देबा ट्रैक्टर, सपोज ट्रैक्टर मालबाही गाड़ी सेटा, ट्रैक्टर दाम केते हेबो? हां 15 लाख 20 लाख सपोज, गोटे राउंड फिगर हिसाब करिया पई ठीक हेबो। केतरा ओटो अछि ता पगरे? 3,000 ओटो। तापरे हाँ इटा भी ट्रैक्टर को धरी परिबा, ट्रैक्टर भी हल करूची ना, हला जुड़ा। हाँ गध ए जो कोन की पिकअप, ऑटो गाड़ी पिकअप, चेक करो जस्ट खाली कैलकुलेट करो, सम क्रोर्स रो तो मालिक हेती बसे से टाइम रो ना। हाँ कि नहीं महेश? सम क्रोर्स मालिक हेती बो। प्रभु एते आशीर्वाद देखो, से सिद्ध अछि। आज डेट रे करोड़ करोड़ टंका कमाउचंती, मते लागू नाही कि समस्त सिद्ध थिबे बोली ना। सिद्ध थिबे मते लागू नाही, सरल थिबे मते लागनी, कनिंग थिबे, पूरा चतुर थिबे। तार सहित परमेश्वर को तो केबे भी भय कर नथिबे। काली 2 दिन पूर्व आमे
ପ୍ରଭୁଙ୍କ ଦାସ ଠାରୁ ଶୁଣିଥିଲା ସୁରଜ କୁମାରଙ୍କ ଠାରୁ ତାଙ୍କର ଟେଷ୍ଟିମନି ବିଷୟରେ କେହି ଭୟ କରୁନଥାଏ। ତ ଏଇ ବ୍ୟକ୍ତି ୟାର ଭିତରେ ଚାରିଟା କ୍ୱାଲିଟି ଅଛି ଏବଂ ଗୋଟେ ବଡ ବ୍ଲେସିଂ କୁ ଧରିକିରି ଚାଲିଛି। ଏତିକି ହଜାର ଟଙ୍କାର ଏତିକି କୋଟି ଟଙ୍କାର ମାଲିକ ସେ। ତାର ସହିତ କଣ ଏନ୍ଜୟ କରିବା ଲାଗି କିଏ କିଏ ଅଛନ୍ତି ତାଙ୍କ ଘରେ? କେତେଟା ପୁଅ ଝିଅ? ହଁ ବଡ ବଡ ଲୋକ କେତେ କାଳେ ଖାଇବେ କଣ ହେଲା। ଅତି ବଡ ପରିବାର ଥିଲା। ହଁ ପୂର୍ବ ଦେଶୀୟ ଲୋକ ଅପେକ୍ଷା ମହାନ ହୋଇଥିଲା। ସ୍ୱର୍ଗ ଏଟା ଦେଖୁଛି ଏବଂ ଶୈତାନ ମଧ୍ୟ ଦେଖୁଛି। ଏବଂ ପ୍ରଭୁ କହିଲେ କଣ ମୋର ଦାସ ଆଇବ ପାଇଁ ମନ ଦେଇଛୁ କି ତୁ? हमको लगे ना कि खाली आशीर्वाद 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 गोटे मिनिट रे से सब टंका पड़ेगा। अभी देखो सपोज एठी आप की बिजनेस करिया लोक अछंती आज गोटे दिन बिजनेस पूरा बुड़ी जाऊ ठप हो जाए तापरे आमे हसी हसी रहबा आमे आमे सिद्ध रहबा ना सरल रहबा एटा हमको जଣା हो कि नहीं? हैं गोटे दिन भितरे घर परिवार ओट गर्धब गाई बलद सब चलीगला। ये जो ब्लेसिंग 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 आज दुनिया रखुचु कबर पाखरे ब्लेसिंग को रखीदेवा पलि जावा। प्रेज द लॉर्ड मोर सहित अछंती केते जण अछंती कहउचंती आज प्रभु जो मटेरियल ब्लेसिंग आपन को मते देचंती कबर परे कबर भीतर को नेकिर जिवे की अछि नाही सब कबर पाखरे छाडी देबा हम सब आशीर्वाद कबर पाखरे छाडी देबा। आमे आशीर्वाद रो श्रोता को न धरिकरी आशीर्वाद को धरुछु। हम गोटे दिन रे गोटे किछि समय बेलकु से पूरा फुल थिला आउ किछि समय पर पूरा एम्प्टी ही खाली आइबर ना पूर्व देश रे महान थिला एबे किछि समय परे परे तार जीवन रे जते बळे विपद आसीला तार धन चली गला तार परिवार चली गले तार स्वास्थ्य भी किछि समय परे अवनति घटिला। स्वास्थ्य भी पड़ेगा गोटे सुंदर स्वास्थ्य हमें पाइछु प्रभु को ठारे हां कि नहीं? आज हॉस्पिटल मन को टिके जानतु तो काली गत काली कथा कहूची गत काली जस्ट मोर ए पाखरे एबे भी पवन अटकी राती सारा मु सोई टिके एमती हलचल हेले स्पार्कलिंग पेन होची एबे पेन किलर खाई कि थिया उठी भाविली मेडिकल जीवी नाई भाविली नाई जा हई हो पेन किलर के खाई देबा आज संडे चर्च अछि तो तारो स्वास्थ्य चली गला तार धन चली गला तार परिवार चली गला किंतु तार जीवन रे जो सरलता थिला सिद्धता थिला परमेश्वर भय करिथिला किछि गला नै तार अन्य अर्थ रे आमर टंका धन रत्न आमर व्यवहार को कंट्रोल न करी व्यवहार को कंट्रोल न करे व्यवहार को नियंत्रण न करे आइबो ए टंका धन रत्न थिला बेली जे प्रभु को भय करतला ताहा नुहे सेटा चली गला सेटा शैतान कहला तुमे सेमती कोन अछि तुमको भय करूची कि तार सब नहीं जाओ ताको मुटो टच करूची सब नहीं जाउची तो कच करबे तुम हमर जदी गुटे दिनर जदी हम जस्ट दुख हम पड़े आसु बेले बेले हमको कहीं कि प्रार्थना करी प्रभु तो मोर प्रार्थना सुनु ना कि अछंती एमती यस ई जानिनी कहीं कि प्रार्थना करी हमें क्वेश्चन करिवार लागू व्हाई लॉर्ड कोथि पाई प्रभु एटा मोर जीवन में तुमे देइछो इवन किछि समय परे जो बंधु माने किछि वर्ष पूर्व तार घर को नियाद भोजी खाइ आसी नहीं कि वाह आइबो दोस्त बहुत बढ़िया बोली हाथ मिली नहीं थी माने आज डेट रे जदी आइबो थांता नियाती इंस्टाग्राम आ फेसबुक रे आईडी खोली थांता पक्का पक्का खोली थांता से सांगो माने एक्यूज करिवा आरंभ कले प्रभु कोन सादा से तो मारिबे कि मार देबे कि नाही तू किछि भूल करथिबो ना तू किछि भूल करथिबो ना हम माने अनेक समय रे
ଯେତେବେଳେ ଆମର ଜୀବନରେ ସବୁ କିଛି ଥାଏ ଠିକ ଠାକ ଥାଏ, ଏଭ୍ରିଥିଙ୍ଗ ଇଜ ଓକେ, ତାହେଲେ ଇଭେନ୍ ସାଙ୍ଗମାନେ ବି ଠିକ ଥାଏ। ବେଳେ ବେଳେ ପରିବାର ମାନେ ମଧ୍ୟ ଏମିତି ହୁଅନ୍ତି। ପରିବାରରେ ତୁମେ ଯଦି କମଉଛ, ବେଷ୍ଟ ପୁଅ, କମଉନାହ, ଘାଟିଆ ପୁଅ। ଇଏ ମନୁଷ୍ୟ ସେଟା ଆଇବର ବିଷୟ କିଛି ସମୟ ପରେ ସାଙ୍ଗମାନେ ଆସିଲେ, ତିରସ୍କାର କଲେ, ଏକ୍ୟୁଜ କଲେ। କିଛି ସମୟ ପରେ ନିଜର ହାତ ଧରିକିରି ବାହା ହେଇଥିବା କିଏ? ଧର୍ମପତ୍ନୀ। ଦେଖ ଗୋଟେ ଦିନ ସେ ବ୍ୟକ୍ତି କେତେ କେତେ ତାର ଜୀବନରୁ ଲସ୍ କରୁଛି, କେତେ ଜିନିଷ ଯାଉଛି ତାର ଜୀବନ। ଷ୍ଟିଲ୍ ତାର ଜୀବନରେ ସବୁ ଗଲା, କିନ୍ତୁ ପ୍ରଭୁ ଥିଲେ। ବୁଝିଲ? এইটা ମ୍ୟାଟର କରେ। ଆମର ଜୀବନରେ କଣ ଅଛି? ପ୍ରଭୁ ଅଛନ୍ତି ନା ସବୁ କିଛି ଅଛି? ତାର ଜୀବନରୁ ସବୁ ଗଲା, କିନ୍ତୁ ପ୍ରଭୁ ଥିଲେ ତାର ଜୀବନରେ। ଆମକୁ ତ ଜବ୍ ନାଇଁ ମିଳୁ ତ ଆମେ କହିଲା ଗୋଟେ କୋଉ ଘଟିଆ ଜାଗାର ଘଟିଆ ପାପି ଗୋଟେ ମୁଁ ଅଛି, ତାହେଲେ ସମସ୍ତେ ଜବ୍ କଲେଣି, ମୁଁ କରିନି। ତିନିଟା ଭାଇ ଭଉଣୀ ମ୍ୟାରେଜ କରିଦିଅନ୍ତୁ, ମୋର ମ୍ୟାରେଜ ଏପର୍ଯ୍ୟନ୍ତ ସପୋଜ ହେଇନାହିଁ। ମୋର ଫଟା କପାଳରେ ସେମାନେ ବାହା ହେଇଗଲେ, ମୁଁ ବାହା ହେଇପାରିନି। ଭଲ ଲାଗିଲା କି ନା ଝିଅ ଭାଇ ଭଉଣୀ ଭଉଣୀ ମାନେ? ମୁଁ ଦେଖିଲେ ଜଣା ପଡୁଛି ସେମିତି। ମଜା କଥା କଣ ଜାଣିଛନ୍ତି? ଏତିକି ଭିତରେ परमेश्वर साइलेंट अच्छी आईबो को उत्तर देना। এটা আইব এবং দেখুন শয়তান এবং প্রভুଙ୍କର কনভারসেশন চালিছি, তারপরে পরে আইব তার স্ত্রীর, আইব তার সাଙ୍ଗর কনভারসেশন চালিছি, কিন্তু প্রভু কথা হଉନାହାନ୍ତି। এটা বেশি কষ্ট লাগে ମୁଁ କହିବି, ଯେତେବେଳେ ପ୍ରଭୁ ସାଇଲେଣ୍ଟ ରହିଯାଏ ନା, ବହୁତ କଷ୍ଟ ଲାଗେ ଏଇଟା। କେବେ କେବେ ଆପଣ ମାନେ ଅନୁଭବ କରିଛନ୍ତି କି ଆପଣ ଘର ଭିତରେ ମା ବାପା ଭାଇ ଭଉଣୀ ସହିତ ଥିବେ, ଷ୍ଟିଲ୍ ଏକାକୀ ଫିଲ୍ କରୁଥିବେ? ହଁ କି ନାଇଁ? ଆଇବ ତାର ସ୍ୱାସ୍ଥ୍ୟ ଗଲା, ଫରକ ପଡିଲା ନାହିଁ। ଧନ ଗଲା, ଫରକ ପଡିଲା ନାହିଁ। ତାର ଛୁଆ ମାନେ ଗଲେ, ଫରକ ପଡିଲା ନାହିଁ। ତାର କଣ କି ରେପୁଟେସନ ଗଲା, ଫରକ ପଡିଲା ନାହିଁ। ଫ୍ରେଣ୍ଡସ ମାନେ ତାକୁ ଏକ୍ୟୁଜ କଲେ, ଫରକ ପଡିଲା ନାହିଁ। ସ୍ତ୍ରୀ ତାକୁ ଛାଡିଗଲା, ଫରକ ପଡିଲା ନାହିଁ। ଏବେ ସବୁ ସାଇଲେଣ୍ଟ ହେଇଯିବ। ପରୀକ୍ଷା ଚାଲିଛି ନା। ଦେଖ, ମୁଁ ବହୁତ ବଢିଆ ବିଷୟ ଗୋଟେ ଆପଣଙ୍କୁ ସେୟାର କରିବା ପାଇଁ ଚାହୁଁଛି। ମୋର ଝିଅର ଆଉ କାଲି ଆସନ୍ତାକାଲି ଏକ୍ସାମ ଅଛି। ଆମେ ବାପା ମା ବା ଗାଇଡ ଯୋଉମାନେ ଗାଇଡ କରନ୍ତି, ପରୀକ୍ଷା ପୂର୍ବରୁ ପାଖେ ବସେଇକି ଗାଇଡ କରାଇବେ। ହଁ କି ନାଇଁ? ପଢିଛନ୍ତି ତ କେବେ? ଏକ୍ସାମ ଦେଇଛନ୍ତି ନା? ପରୀକ୍ଷା ଦିନ ବାପା ବି ସାଇଡ ହେଇଯିବେ, ମୋର ଝିଅ ଯାହା ଜାଣିଛି ଦେଖୁ। ହଁ କି ନାଇଁ? ହୁଏ ତ କି ଆପଣଙ୍କ ବାପା ମା ପାଖରେ ଥାଆନ୍ତି ପରୀକ୍ଷା ବେଳକୁ? ନାଇଁ। ପରୀକ୍ଷା ବେଳକୁ ଆପଣଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତି ମଧ୍ୟ ଦୂରରେ ଥାଇକିରି ଲୁଚିକି ଦେଖୁଥାଏ କଣ ଲେଖିଛି। ଠିକ ସେମିତି ଆମମାନଙ୍କ ଜୀବନ ପରମେଶ୍ୱର ଥାଆନ୍ତି, କିନ୍ତୁ ସେ ଅପେକ୍ଷା କରିଥାନ୍ତି ମୋର ଝିଅ ମୋର ପୁଅ କଣ ଶିଖିଛି, କଣ ପାଇଛି ମୋ ଠାରୁ, ଯେ ସେଟା ପରୀକ୍ଷା ସମୟରେ ଆପ୍ଲାଏ କରୁ। ଭାବନ୍ତୁ ନାହିଁ, ବାଇବେଲ ଲେଖାଯାଏ ପ୍ରଭୁ ହିଜକିୟକୁ ପ୍ରଭୁ ସୁସ୍ଥତା ଦେଲେ, ଏବଂ ସୁସ୍ଥତା ଦେଲା ପରେ ତାର ବାକି ବର୍ଷ ଯାକ ସେ ପ୍ରଭୁଙ୍କ ପଛରେ ଚାଲିଲା ନାହିଁ, ଭୁଲିଗଲା ପ୍ରଭୁଙ୍କୁ। ଅନେକ ଲୋକ ଯେ ଆଶୀର୍ବାଦକୁ ଧରି ଧରି ଆଶୀର୍ବାଦ ପାଇବା ପାଇଁ ଏତେ ଆତୁର ଏତେ ଆତୁର ଏତେ ଆତୁର ଆମେ ହେଇଛୁ ଯେ ଆଶୀର୍ବାଦ ଦେବା ବ୍ୟକ୍ତିକୁ ଛାଡି ଦେଇଛୁ। ଏ ବିଶ୍ୱସ୍ତ ଥାଇ ଥାଇ ବିଶ୍ୱସ୍ତ ଅଛି, ଇଏ କେବେ ଅବିଶ୍ୱସ୍ତ ହେଇନାହିଁ। ତାର କଲିଂ ରେ, ତାର ଆହ୍ୱାନ ରେ ମତେ ଲାଗୁଛି ନିହାତି ତାର ଜୀବନ ଗୋଟେ ଚମତ୍କାର କରିବାର ଥିଲା ପ୍ରଭୁଙ୍କୁ। ନା, ମୁଁ ଯେମିତି ଭାବୁଛି, କିନ୍ତୁ ପ୍ରଭୁ ନାହିଁ, ଆମର ଯୋଜନା ହେଇଥିବ ପ୍ରଭୁ କାମ କରନ୍ତି ନାହିଁ। ଆମେ ଚେଷ୍ଟା କରୁଛୁ ସେ ଭଉଣୀକୁ ପ୍ରଭୁ ସାହାଯ୍ୟ କରନ୍ତୁ, ସେ ଭଉଣୀକୁ ଲୋନ ରୁ ବାହାର କରନ୍ତୁ, ସେ ଭାଇକୁ ଲୋନ ରୁ, ଆମେ ପ୍ରେୟର କରୁଥାଉ, ପ୍ରାର୍ଥନା କରୁଥାଉ, କିନ୍ତୁ ପ୍ରଭୁଙ୍କ ପ୍ଲାନ କିଛି ଅଲଗା ଥାଏ। ସେ ଶିଖୁ ଟିକେ, ସେ ଜାଣୁ ଟିକେ, ସେ ତାର ପେସେନ୍ସ କୁ ଧୈର୍ଯ୍ୟ ଟିକେ ତାର ବଢାଉ ଟିକେ, ସେ ମୋର ଉପରେ ଆହୁରି ଆହୁଜି ହଉ ଟିକେ। ସେ ଦୁଃଖ ପାଉଛି ସତ, ମାତ୍ର ବିଶ୍ୱସ୍ତ ଅଛି। ଆଜି ସୁଖ ସମୟରେ ତ ଆମେ ଅନେକ ବିଶ୍ୱସ୍ତ ହେଇପାରୁ, ଦୁଃଖ ସମୟରେ କେତେ ବିଶ୍ୱସ୍ତ? ଆମର ଆମର ଏଟିଟ୍ୟୁଡ କେମିତି ହୁଏ ଯେତେବେଳେ ଆମର ଜୀବନରେ ଫେଲିୟର ଚାଲିଥାଏ? ଆମର ଏଟିଟ୍ୟୁଡ କେମିତି ହୁଏ ଯେତେବେଳେ ଆମର ଜୀବନ, ଆମର ପକେଟ ଖାଲି ଥାଏ? আমার এটিट्यूड କେମିତି ହୁଏ ଯେତେବେଳେ ସମସ୍ତେ, ସବୁ ପରିବେଶ, ପରିବାର ବ୍ୟକ୍ତି ମାନେ ଆମର ବିରୁଦ୍ଧରେ ଥାଆନ୍ତି?
आमर एटीट्यूड केमती थाए भौणी माने कहीं घर को आसली जे बाहर जे मत कई तो पचारे ना सत कथा यहाँ से बाहा पूर्व बाछी बुछा कर बाहा एतकी हरैला एतकी सरला आईबर बेस्ट क्वालिटी है से चार्टा क्वालिटी थिला बेस्ट क्वालिटी थिला से प्रभु को केबे अपमान कला नहीं क्वेश्चन कला नहीं व्हाई डू एटा इटा इटा दे टाइम मत काहे कि प्रभु मोर जीवन रे एमती घटू छी आमे अछु पचारिबा लोक माने यस आमे अछु काहे कि प्रभु लेखा जाय आईबो अपना मुखरे परमेश्वर को अभिशाप देला नहीं अपना मुखरे स्त्री जहा कहला आईबो से सम्मत हैला नहीं कहला आमे केवल सुख ग्रहण करबा कि दुख ग्रहण करबा नहीं कि ये सब से पाप कला नहीं नेवर आईबो केबे कर्स कला नहीं प्रभु तो स्वर्ग चिन्हला ताकि आज आमे चिन्हा पाइबा पई केते छोटो छोटो जो गुड ऑफिस रे सपोज काम करूछु आ हमर बॉस हमको सकाळ सकाळ आसछु फ्रेश से प्रार्थना करी बाइबल गोटे गीत खंड एकाना पढ़ी ब्रश कला ए तुम काम जो ठीक ठाक नहीं देखिए कर मुह गड़गला से दिन गोटे दिन बेकार हाँ कि नहीं कौन प्रभु कि थोड़े से बस गोटे पाइल प्रेयर कर आसूची खाली गोटे कथा पदे खाली कहीदेव आमर मुह 25 पैसा हजारा भाई आईब सब किसी हरगला किंतु टच करना आम से भितर अच्छु कि आज केवल आशीर्वाद आम प्रभु पाक आसचु कि आईब कहले खाली आशीर्वाद ना कि प्रभु ठारू एमती तो अनेक जगह मान अच्छी केवल आशीर्वाद मिसे मिले प्रभु पाक आसले जीवन मिले प्रेज द लॉर्ड देखा जाए प्रभु को यीशु कहले मु जो वाक्य कहूँ आत्मा जीवन मो आउ गोटे लोकर सहित कंपेयर करबे और आईब सब किसी हरदेला तार जीवन तार चरित्र को धरी रखी इंटेग्रिटी सच्चोटता को धरी रखी तार ओबीडिएंट को धरी रखी तार परमेश्वर प्रति भय को धरी रखी सब किसी पड़ेगा आमर जीवन में आमर जॉब आज पड़े जाए आज आमर जॉब कथा छाड़ू आम कम करुँ कम करवा लोक किए मैंने अच्छा हाथ टेक कम करवा लोक प्लीज 3 दिन सैलरी टाइम लेट हो जाए जानी तो आम सैलरी कथा जानू तो समस्ते 3 दिन लेट हो जाए व्यस्त व्यस्त न हो जावा कह पक्का हाँ कि नहीं मैंने आहरी शिखबार अच्छे आम कम करूँ तो 3 दिन लेट पर सैलरी आसूँ आईब सब किसी खाई तार जीवन रे सचोटता धर रखी सत्यता धर रखी परमेश्वर प्रति भय धर किसी ना से सचोटता अच्छी से पवित्रता अच्छी से सत्यता अच्छी से परमेश्वर प्रति भय अच्छी एटा ही तो शैतान चाहूला एटा ही दूर कर दे से तार धन संपत्ति शैतान धन नहीं कौन कर प्रभु जोटा देखुं सचोटता परमेश्वर प्रति भय पवित्रता क्रिया त्यागी जहाँ देखुं एटा ही से न करू मत एटा ही दरकार इजिली आम आमको धन संपत्ति दरकार आमको एटा दरकार बाय हु कर प्रूफ आमको कामटा हो जाए टेबुल ऊपर ना भी टेबुल तलू हो जाए हाँ हो जाओ पक्का किंतु हो जाओ टेबुल तलू कम कर आसिक प्रभु को साक्ष्य दाओ प्रभु मत दया कले गोटे नुआ जब पाई ना
କାହାକୁ ଏକ୍ୟୁଜ କରେ ନାହିଁ, ଦିସ୍ ଇଜ ଆୱାର ଲାଇଫ, এটা ଆମମାନଙ୍କର ଜୀବନ। କିନ୍ତୁ ଆଇବର ଜୀବନରେ ସେ ଫିଜିକାଲି ସବୁ କିଛି ହରେଇ ଦେଲା। ଏବେ ଆଉ ଗୋଟେ ବ୍ୟକ୍ତି ପାଖକୁ ଆସୁଛନ୍ତି, ଲୋଟଙ୍କ ସ୍ତ୍ରୀ। ଆଦି ପୁସ୍ତକରେ ଲେଖାଯାଏ ଲୋଟଙ୍କ ସ୍ତ୍ରୀ ସେଇ ମଧ୍ୟ ଫିଜିକାଲି ସବୁ କିଛି ହରେଇଲା, ହଁ କି ନାଇଁ? ଦିନ ଥିଲା ଲୋଟ ସହିତ ଅଛି, ସେଇ ସୋଦମ ଗମୋରାରେ ଅଛି, ପରିବାର କରିଛି, ସବୁ କିଛି କରିଛି, ଘର ନିହାତି ତିଆରି କରିଛି। ଗୋଟେ ସମୟ ଆସିଲା, ପ୍ରଭୁ ସୁଯୋଗ ଦେଲେ, କହିଲେ କି ଏଠୁ ବାହାରି ଯାଅ, ମୁଁ ଏଇଟା ବିନାଶ କରିବା ପାଇଁ ଯାଉଛି, ବିନାଶ କରିବା ପାଇଁ ଯାଉଛି। କିନ୍ତୁ ମଜା କଥା ଜାଣନ୍ତୁ, ଲୋଟର ସ୍ତ୍ରୀ ବାହାରି ଗଲା ସିନା, ଫିଜିକାଲି ଇମୋସନାଲି ଆଟାଚ ଥିଲା ନିଜର ସମ୍ପତ୍ତି ପାଇଁ, ନିଜର ଘର ପାଇଁ, ନିଜର ପରିବାର ପାଇଁ ଆଟାଚ ଥିଲା। କିନ୍ତୁ ଆଇବ ସେଟା ନଥିଲା, ଆଇବ ପ୍ରଭୁଙ୍କ ସହିତ ଆଟାଚ ଥିଲା। ଆଇବର ଫିଜିକାଲି ସବୁ କିଛି ଗଲା, କିନ୍ତୁ ପରମେଶ୍ୱର ସହିତ ଆଟାଚ ଥିଲା। ଲୋଟର ସ୍ତ୍ରୀର ଫିଜିକାଲି ସବୁ କିଛି ଗଲା, ଇମୋସନାଲି ଆଟାଚ ଥିଲା। ପଛଆଡେ ଦେଖିଦେଲା, ଆମେ ପଢିଛୁ ନା, ଦେଖିଦେଲା କାହିଁକି ନା ଆଟାଚମେଣ୍ଟ। ଆଜି ଅନେକ ଲୋକମାନେ ପାପ ଛାଡିଛନ୍ତି, କିନ୍ତୁ ସେ ଆଟାଚମେଣ୍ଟଟା ଆଜି ବି ଅଛି। ପାପ ମାନେ ଛାଡି ଦେଇଛନ୍ତି ବହୁତ ଦିନ ହେଲା, କିନ୍ତୁ କେତେବେଳେ କେତେବେଳେ ସେ ଆଟାଚମେଣ୍ଟଟା ପଳେଇ ଆସୁଛି ମିଶରୀୟ ଲୋକ, ଇସ୍ରାଏଲିଆ ଲୋକମାନଙ୍କ ଉପରେ। ପ୍ରେରିତ 7 ଅଧ୍ୟାୟ 39 ପଦ, ଗଣନା ପୁସ୍ତକ 11 ଦେଖିବା। 7:39 ପିତୃପୁରୁଷ ମାନେ ଇଚ୍ଛା ନ କରି କୁଆଡେ ଗଲେ? କୋଉଠି ଥିଲେ? ଏମାନେ କିଣାନ ପାଖରେ ଥିଲେ, କିଣାକୁ ଯିବା ରାସ୍ତାରେ ଅଛନ୍ତି। ମିଶରରୁ କିଛି ବର୍ଷ ପୂର୍ବରୁ ବାହାରି ଆସିଛନ୍ତି ସେମାନେ। ଫିଜିକାଲି ଶରୀରରେ ଅନେକ ଲୋକ ପାପ ଛାଡି ଦେଇଛନ୍ତି ଆଜି, କିନ୍ତୁ ଆଟାଚମେଣ୍ଟରେ ପାପ ଅଛି, ଆଖିର ଭିତରେ ପାପ ଅଛି, ମନ ଭିତରେ କୋଉଠି ଲୁଚିଛି। କିଛି ନହେଲେ ବି ସାଇଡକୁ ଯାଇକିରି ମୋବାଇଲ ଦେଖିକି ୟେସ୍ ୟା ନୋ, ପ୍ରେଜ୍ ଦ ଲର୍ଡ କରୁଛୁ ଆମେ। ଇସ୍ରାଏଲିଆ ଲୋକମାନେ ମଧ୍ୟ ସେ ସମାନ ଜାଗାରେ ଥିଲେ, ଫିଜିକାଲି ସେମାନେ ଡେଲିଭର୍ଡ ହେଇଥିଲେ, ଇମୋସନାଲି ଇଜିପ୍ଟରେ ଥିଲେ। ଇମୋସନାଲି ଇଜିପ୍ଟରେ ଥିଲେ। ଲେଖାଗଲା ଆମର ପିତୃପୁରୁଷ ମାନେ ହୃଦୟରେ ମିଶରକୁ ଫେରିଗଲେ। ଗଣନା ପୁସ୍ତକ 11 ଅଧ୍ୟାୟ 4, 5, 6 ଯଦି ଆମେ ପଢିବା, କଣ ଲେଖା ହେଇଛି ସେଠି? ପିତୃପୁରୁଷ ମାନେ କଣ କଲେ? ସେମାନେ ମିଶ୍ରିତ ଲୋକମାନେ ଲୋଭାକ୍ରାନ୍ତ ହେବାକୁ ଲାଗିଲେ, ଲେଖା ହେଇଛି। ହଁ, ଲୋଭାକ୍ରାନ୍ତ ହେଲେ। ହୁଁ 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 ଦେଖ, ଚାକର କରିବା କାମରୁ ବାହାରିଛନ୍ତି, ମାଂସ ପାଇଁ ଲୋଭଉଛନ୍ତି। କଣ କରୁଥିଲେ ସେମାନେ ମିଶରରେ? ମିଶରରେ କଣ ମାଲିକ ଥିଲେ? କଣ ଥିଲେ? କହ ନା ଓଡିଆ ଭାଷାରେ, ଚାକର ଥିଲେ। ଦାସ ନା ଚାକର ଥିଲେ, ଘରର ଚାକର। ଚାକର ଇଟା ବନଉଥିଲେ। ଏଇ ଯୋଉ କୁଲି ମଜୁରିଆ ମାନେ ସାଇଡରେ ଆମର ବୁଲୁନାହାନ୍ତି, ସକାଳ ପାଇଲେ ଏ କାମ କରୁଥିଲେ। ଏମାନେ ତ ଉନ୍ନତ କାମ କରୁଛନ୍ତି। ଏମାନଙ୍କ କାମ ଜାଣିଛ? ଏବେ ଘର ବନେଇବା ଲୋକଙ୍କ କାମ ଦେଖିଛ? ବେଷ୍ଟ କାମ। ସକାଳ 10 ବଜେ ଆସିବେ, ହେଲା, 11 ବଜେ କାମ ଷ୍ଟାର୍ଟ ହେଲା, 1 ବଜେ ବନ୍ଦ ହେଲା, 2 ଘଣ୍ଟା 3 ଘଣ୍ଟା ଶୋଇବେ, 5 ବଜେ 500 ଟଙ୍କା ଧରିକି ପାର। ସେମାନେ ଇଟା ବନଉଥିଲେ, ସେଥିରୁ ପ୍ରଭୁ ଲେଖାଯାଏ ଯେ ମିଶରରୁ ପ୍ରଭୁ ବାହାର କଲେ, ଲୁହା ରୂପ ଭାଟିରୁ, ଅଗ୍ନିର ଭାଟିରୁ ବାହାର କଲେ। ଏବେ କହୁଛନ୍ତି କାଣା ପ୍ରଭୁ ବାହାରି ତ ଆସିଲେ ଯେ ଏ ମାଂସ କଥା ଟିକେ ମନେ ପଡୁଛି। ଚୁଲି ପାଖରେ ବସିକିରି ସେକି ସେକିରି ଖାଉଥିଲି କବାବ ବିରିୟାନୀ। ହଁ, ତାପରେ ଭଉଣୀ, ତୋର ଭଉଣୀ ଆଜି ଅନେକ ଲୋକମାନେ କହିଲେ ନା, ପାପକୁ ଛାଡି ଦେଇଛନ୍ତି, ପାପର ଆଟାଚମେଣ୍ଟ, ଇମୋସନାଲି ଆଟାଚ ହେଇକି ଅଛନ୍ତି, ଛାଡି ଦେଇଛନ୍ତି, ଫିଜିକାଲି ଛାଡିଛନ୍ତି ସେମାନେ, ବଟ୍ ଇମୋସନାଲି ନୁହେଁ। ହଁ, ତାପରେ ମାଂସ ଖାଉଥିଲୁ, ହଁ ପଡୁଛି, ପଡୁ ହେଲେ, ହଁ ତାପରେ ଆ ହଁ 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 ହଁ
ଦେଖ କେହି ମନେ ପକେଇଛ ପ୍ରଭୁଙ୍କୁ କାକୁଡି ପାଇଁ ପିଆଜ ପାଇଁ ବର୍ଷା ମନେ ପକେଇଛ ପ୍ରଭୁ ପ୍ଲିଜ ମୋର ଘରେ କାକୁଡି ନାହିଁ ପ୍ରଭୁ ପ୍ଲିଜ ମନେ ପକେଇଛ ମନେ ପକେଇଛନ୍ତି ଇନାନରେ କଣ ଅଛି ଜାଣିଛନ୍ତି ଖଜୁରୀ ମଧୁ ଦ୍ରାକ୍ଷା ରସ ଦୁଗ୍ଧ ମଧୁ ପ୍ରବାହିତ ଏଇଟା ତାଙ୍କୁ ଦରକାର ନାହିଁ ସେ କାକୁଡି ଦରକାର ଅଛି ସୋ ପୁରୁଣା ଯାହାକୁ ପ୍ରଭୁ ଜଜ୍ କରି ସାରିଛନ୍ତି ଯାହାକୁ ପ୍ରଭୁ କଣ କି ନ୍ୟାୟ କରି ସାରିଛନ୍ତି ଯାହାକୁ ପ୍ରଭୁ ତୁମଠାରୁ ତୁମ ଜୀବନ ତାକୁ ଦୂର କରି ସାରିଛନ୍ତି ସେଇଟାକୁ ଆଉ ଥରେ ଯଦି ଯାଇକି ତାର ସହିତ ଆଟାଚ ହଉଛ ଡେଞ୍ଜର ବୁଝିହଉଛି ମୁଁ ଜଷ୍ଟ ଆପଣଙ୍କୁ ବୁଝିବା ପାଇଁ କହୁଛି ଇସ୍ରାଏଲ ଗୋଟେ ମହାନ ଯୁଦ୍ଧରେ ବିଜୟୀ ହେଲା କୋଉଠି ଜିରିଓ ପ୍ରାଚୀନ ମହାନ ଯୁଦ୍ଧରେ ବିଜୟ ହେଇଗଲା ଫାର୍ଷ୍ଟ ଟାଇମ ତାଙ୍କର ଲାଇଫରେ ସେ ବଡ ଯୁଦ୍ଧ ସେମାନେ ଦେଖିଲେ ଆଗରୁ ମୂଷା କିଛିଟା ଲୋକମାନଙ୍କୁ ମାରିଥିଲେ ଆଉ ବିନାଶ କରିଥିଲେ କିନ୍ତୁ ଏଠି ଗୋଟେ ବିରାଟ ଯୁଦ୍ଧ ଦେଖିଲେ ଜିରିଓ ପ୍ରାଚୀର ଇସ୍ରାଏଲକୁ ପ୍ରଭୁ ଉଦ୍ଧାର ଦେଇଛନ୍ତି ଜିରିଓ ପ୍ରାଚୀର ଜିରିଓ ସେ ଏରିଆ ଲୋକମାନଙ୍କ ଠାରୁ ଆଉ ପ୍ରଭୁ ଆଦେଶ ଦେଇଥିଲେ କି ଜିରିଓ ପ୍ରାଚୀର ଭାଙ୍ଗିଲା ପରେ ସବୁ ବିଷୟକୁ କଣ କରିବ ଚୁଲିରେ ଜଳେଇଦବ ନିଆଁରେ ଜଳେଇଦବ କର୍ସ କରୁଛୁ ସେଟା ନିଆଁରେ ଜଳେଇବ ଦୁଃଖର କଥା ଜଣେ ବ୍ୟକ୍ତି ଆଖନ କିଏ ଆଖନ ଏଇଟାର ବିଷୟରେ ଚିନ୍ତା କଲେ ଆହୁରି ଷ୍ଟୋରି ଲମ୍ବା ହେଇଯିବ ବୋଲେ ବାକ୍ୟ ଲମ୍ବା ହେଇଯିବ ମୁଁ ଖାଲି ସର୍ଟ କହୁଛି ପ୍ରଭୁ ଯୋଉ ବିଷୟକୁ ଜଜ୍ କରି ସାରିଥିଲେ ସେଠୁ ହିଁ ଜିନିଷ ଆଣିକରି ଉଦ୍ଧାର ସହିତ ଚାଲିଛି କେବେ ହେଇପାରିବନି ଯୋଉଟାକୁ ପ୍ରଭୁ ଜଜ୍ କରି ସାରିଛନ୍ତି ଏଇଟା କର୍ସ ଥିଙ୍ଗ ଏଇଟା ତୁ ଛାଡିଛୁ ଏଇଟା ତତେ ଛାଡିବାକୁ ପଡିବ ଏଇଟା ଆଉ ଏଇଟାକୁ ଧରିକି ହିଁ ଆଉ ଥରେ ଦୁଃଖ ମଧ୍ୟ ପ୍ରଭାବିତ ଦେଶକୁ ଧରିକି ଯିବାକୁ ଚାଲିଛି ତାର ସକାଶୁ ମଣ୍ଡଳୀ ବା ଇସ୍ରାଏଲିୟ ମଣ୍ଡଳୀ ଆଉ ଗୋଟେ ଅୟନଗର ଯୁଦ୍ଧରେ ହାରିଗଲେ ଜଣେ ବ୍ୟକ୍ତି ଏମିତି କହନ୍ତି ଛାଉଣୀରେ ଯଦି ପାପ ଅଛି ବିଜୟ ପାଇବ ନାହିଁ କେବେ ତମ୍ବୁରେ ଯଦି ପାପ ଅଛି ବିଜୟ ପାଇବ ନାହିଁ ତ ଲୋଟର ସ୍ତ୍ରୀ ଫିଜିକାଲି ଉଦ୍ଧାର ପାଇଛି ଇମୋସନାଲି ଆଟାଚ ଅଛି ଜଣେ ବ୍ୟକ୍ତି ଫିଜିକାଲି ଆଇବ ଫିଜିକାଲି ସମସ୍ତ ବିଷୟ ହରେଇଲା ପ୍ରଭୁଙ୍କ ସହିତ ଆଟାଚ ହେଲା ଇଏ ଲୋଟର ସ୍ତ୍ରୀ ସବୁ ବିଷୟ ହରେଇଲା ଦୁନିଆ ସହିତ ଆଟାଚ ହେଲା ଆଉ ପ୍ରାର୍ଥନା କରିବି ନାହିଁ ଯା ନାହିଁ କାହିଁ ପ୍ରାର୍ଥନା କରିକି ତ କିଛି ହଉନି ପ୍ରଭୁ ତମ ପ୍ରାର୍ଥନା ଶୁଣୁନାହାନ୍ତି ଚର୍ଚ୍ଚ କାହିଁକି କଣ ଦରକାର କି ଜଣେ ବ୍ୟକ୍ତି ଆଇବ ଦିନ ଥିଲା ସବୁ ଥିଲା ଆଜି ହରେଇ ଦେଲା ପ୍ରଭୁଙ୍କୁ ଧରିଛି ଲୋଟର ସ୍ତ୍ରୀ ସବୁ କିଛି ଥିଲା ହରେଇ ଦେଲା ଦୁନିଆ ପାଖରେ ଅଛି ନାଇଁ 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 ମୋର ଘର ମୋର ଦୁଆର ଆମେ ଆଜି କୋଉଟାକୁ ଧରିଛୁ କୋଉଟାକୁ ଆମେ ଆଟାଚ ଅଛୁ ଜଣେ ଦୁନିଆ ପ୍ରତି ଆଟାଚ ହେଲା ଜଣେ ପ୍ରଭୁଙ୍କ ପ୍ରତି ଆଟାଚ ହେଲା ଆଉ ଯୀଶୁ ମଧ୍ୟ ତାଙ୍କ ସୁସମାଚାରରେ କହିଲେ ଲୋଟର ସ୍ତ୍ରୀକୁ ମନେ ପକାଅ ଟିକେ ନା କାହିଁକି ପ୍ରଭୁ ହବାକୁ ମନେ ପକାଅ ବୋଲି କହିଲେ ବର୍ଷା ହବା ତ ଗୋଟେ ଗ୍ରେଟ୍ ସିନ୍ କରିଥିଲା ନା ଗ୍ରେଟ୍ ସିନ୍ କଣ କରିଥିଲା ମିଷ୍ଟର ଆଡମକୁ ଫଳ ଦେଇ ଦେଇଥିଲା ନିଜେ ଖାଇଥିଲା ଅନ୍ୟକୁ ଦେଇଥିଲା ହଁ କି ନାଇଁ ଏଇଟା ତ କରିଥିଲା ଗୋଟେ ଲୋଟର ସ୍ତ୍ରୀ ଠାରୁ ହବାର ସ୍ତ୍ରୀ ବଡ କ୍ରାଇମ କରିଛି ହଁ କି ନାଇଁ ରାଜି କି ନାଇଁ ନାଇଁ ରାଜି ନାଇଁ ହଁ ୟା ନାଇଁ ଭଉଣୀ ମାନେ ଟିକେ ଜୋରରେ କହନ୍ତୁ ନା ୟେସ୍ ଜେଜେବେଲ ମଧ୍ୟ ବଡ ଖତରନାକ ଲେଡି ଗୋଟେ ପ୍ରଭୁ ଜେଜେବେଲ ବିଷୟରେ ତାଙ୍କ ସୁସମାଚାର କହିଲେ ନା କହିଲେ କି ଆହାବର ସ୍ତ୍ରୀ ଜେଜେବେଲକୁ ମନେ ପକା ବୋଲି କହିଲେ କି ଲୋଟର ସ୍ତ୍ରୀକୁ ମନେ ପକାଅ କାହିଁକି ନା ନୂତନ ନିୟମରେ ନୂତନ ନିୟମର ସବୁଠାରୁ ବଡ ପାପ କଣ ଜାଣିଛନ୍ତି ସବୁଠାରୁ ବଡ ପାପ ତୁମେ ସବୁ କିଛି ପାଇ ସାରିଲା ପରେ ତୁମେ ଦୁନିଆରୁ ବାହାରି ସାରିଲା ପରେ ପାପରୁ ବାହାରି ସାରିଲା ପରେ ଆଉ ଥରେ ଉଲ୍ଟିକି ଯଦି ଦେଖୁଛ ବ୍ୟାକସ୍ଲାଇଡ ପଛ ଘୁଞ୍ଚା କିନ୍ତୁ ସେଟା କହିଲେ ନଙ୍ଗଳରେ ହାତ ଦେଇକି ପଛକୁ ଚାହିଁଲେ ଈଶ୍ୱରଙ୍କ ରାଜ୍ୟ ପାଇଁ ସେ ଯୋଗ୍ୟ ଅଟେ ବଡ ସେଥିପାଇଁ ପ୍ରଭୁ ଲୋଟର ସ୍ତ୍ରୀକୁ ମନେ ପକାଅ ବୋଲି କହିଲେ
से किछि करनी तो मते लागुनी जे टंका पुड़िया धरतिबो बोली करी मते लागुनी से लोटस सते बाहरी आसी किंतु मनटा सियाडे अछि कार कार आज एमती अछि बाहरला परे सो बाइबल कहे परमेश्वर वाक्य कहे जो ठरे हमर धन से जगह हमर धन हाँ? जोठी आम धन से आमर मन वेरी गुड आमर मन कोठी अच्छे को जगार एबे एबे जस्ट 7:10 है 7:15 सर 7:15 प्रभु आसबे नहीं कि जीवे सपोज निशा भौणी माँ को हॉस्पिटल छाड़ी प्रभु प्लीज टिके ट्रीटमेंट कर सारे चिन्मय भाई मु रांधी कर आसी छी सरे सारे ताबले छी जो थे हमर धन हमें हमर धन आजी को जगह अछि एचडीएफसी बैंक रे कि आईसीआईसीआई बैंक रे कि फैमिली बैंक कोटी धन अछि जो आइबो मते ए विषय सिखाए आइबो कि विश्वास सेते बळे प्रूव हुए नहीं जेते बळे आपन पाखरे सब किछि अछि ठीक ठाक चली विश्वास सेते बळे प्रूव हुए आपन जीवन जेते किछि ठीक चली किछि ठीक चली नहीं सेते बळे विश्वास प्रूव हुए सेते बळे विश्वास एक्सपोज हुए जे प्रकृत रे विश्वास कोन हो लॉर्ड मोर सहित अछंती विश्वास सेते बळे जना पड़िबो नाही जेतेबेले आपन सब किछि आज्ञा नमस्कार ओ वॉलेट रे भर्ती सब किछि तेरे विश्वास न आपन खाली थिबे नकारात्मक विचार शुणुथिबे अपमान शुणुथिबे निंदा शुणुथिबे केही पचारु नथिबे देखु नथिबे से टाइम रे विश्वास जना पड़िबो तुमे सपोज तुमे तुमर बोले जे तुमको ऑनर करंती तांको सामना रे भी अछो से तुमको भाव भी दउनी देखुनी तुमको की कष्ट लागथि तो मु आसला पर कथा टिके होनी होता लगे जानबा जानी गला कथा कि भाई कि भौणी मते कथा हबार कि कथा हो नहीं विश्वास सेते बेले जना पड़िबो जेते तुमर सहित सब कि रंग होतिबो आ तुमे बा मु बा प्रभु को लोक माने आमे प्रकृत रे विश्वास सिद्धि नहीं करी बुझलो आइबो पाखरे सब किछि थिला बोली करी ते विश्वासी नहीं है आइबो सब किछि हरैला बोली के से विश्वास सब किछि हरैला निजर निजर टिके आखि टिके बहुत करू आमे प्रार्थना करिया मु सब किछि अछि बोली करी मु चर्च को आसुची विश्वास की ठीक ठाक चली कि या प्रभु के नाम रे विश्वास करू कि या जेते बेले मोर जीवन किछि ठीक चली ना देखिबे आपण माने जो भाई भौणी माने बेसी प्रभु के पई क्लोज होबा को इच्छा करिसंती बा करिसंती बेसी समस्या आसी आपण जॉब रे कल होतला जॉब हैला नाही जियो आपण देखि जेतले फेल हैला पुओ देखि जेतले फेल हैला जेते बेले सब खराब चालुची सेते बेले आपण को मोर एटीट्यूड कोन सेते बेले आपण दिन थिला जते भलो थिले 2 घंटा प्रेयर करथिले एबे खराब बेले को 2 घंटा प्रार्थना करि पारुछंती की ना वार्निंग फॉर लास्ट डे आइबर पुस्तक रू शेष दिन मानकर जाग्रत हवा विषय आज अनेक लोक माने से माने उद्धार मिरेकल चाहूचंती यस मु भी चाहूची बट विदाउट रिपेंटेंस से मिरेकल चाहूचंती मते उद्धार पळे आसु मते मिरेकल पळे आसु मते कोन कि अबंडेंस पळे आसु बट विदाउट रिपेंटेंस से माने आशीर्वाद खोजंती विदाउट सरेंडर से माने समर्पित हो पारु नाहंती किंतु आशीर्वाद खोजंती प्रभु के पारे healing without holiness, blessing without surrender, healing without holiness, deliverance without repentance. আজি আমার জীবন যেতবে লোটর স্ত্রী অছি
आइबो अछि ये भी हरैछि से भी हरैछि सेम गॉड से समान जिहोवा परमेश्वर लोटर स्त्री आइबो ये लोटर मध्य से परमेश्वर आयोर मध्य से परमेश्वर समान परमेश्वर दीटा अलग अलग हार्ट এটা ଗୋଟେ ডিভাইডেড হার্ট এটা ଗୋଟେ ଫୁଲ୍ ହାର୍ଟ ये भी हराଇ देला सब କିଛି बट belong to the world दुनिया सहित ଲାଗିଗଲା प्रभु केबे भी नहीं कि नेगोशिएट करिबे नहीं डिवाइडेड हार्ट ଗୋଟେ ପଦ ପଢ କରିବା ଜିରେମିୟରେ ଲେଖା ହେଇଛି ଜିରେମିୟର ଏକ୍ସାକ୍ଟଲି ମତେ ସେ ମନେ ପଡୁନି ଯଦି କିଏ ମତେ ସାହାଯ୍ୟ କରିବ ଦେଖ ଲେଖା ହେଇଛି when you call me you will find me and you when you call me with your all heart କୋଉ ପଦଟା ଟିକେ ଦେଖ ତୁମେ ଯେତେବେଳେ ମୋତେ ସର୍ବାନ୍ତକରଣରେ ଖୋଜିବ ସେତେବେଳେ ଆମର ଉଦ୍ଦେଶ୍ୟ ପାଇବ ଏମିତି ଲେଖା ହେଇଛି ହଁ 29 ହଁ ଥ୍ୟାଙ୍କ ୟୁ 29 ର 13 ପଢିଦିଅ ଟିକେ ତୁମେ ମାନେ ଆମକୁ ଖୋଜିବ ହଁ ସର୍ବାନ୍ତକରଣ means ଇଂଲିଶରେ କଣ ଲେଖା ହେଇଛି when you seek me with your all heart ତାର ଅର୍ଥ କଣ there is a heart half heart ଅଛି divided heart ଅଛି प्रभु कହୁଛନ୍ତି not with divided heart not with half heart but with whole heart ତୁମେ ମୋତେ ପୁରା ପୁରି ଯେତେବେଳେ ଖୋଜିବ ତେବେ ପାଇବ ଅନ୍ୟ ଅର୍ଥରେ the half hearted prayer is rejected before God ଏଠି ଥିବ ଅଧା ସେଠି ଥିବ ଅଧା ହେବ ନାହିଁ ପ୍ରଭୁ ନେଗୋସିଏଟ୍ କରିବେ ନାହିଁ ପ୍ରଭୁ ଡିଭାଇଡେଡ୍ ହାର୍ଟକୁ ନେଇକିରି ବୁଝିପାରୁଛନ୍ତି ମୋ ପ୍ରିୟମାନେ ଯେତେବେଳେ ସେତେବେଳେ ଆପଣଙ୍କୁ ଆପଣଙ୍କ ଠାରୁ କିଛି ଜିନିଷକୁ ପ୍ରଭୁ ଅଲଗା କରୁଛନ୍ତି କିଛି ଜିନିଷକୁ ଏ ଯୋଉ ୟୋହନ ବୋଧେ 15ରେ ଲେଖା ହେଇଛି ନା ସେ ଫଳିବା ପାଇଁ କାଟନ୍ତି ବୋଲିକିରି କିଛି ଜିନିଷ ଯାହାକୁ ଆପଣ ପସନ୍ଦ କରୁଥିଲେ ସେଟା ବ୍ୟକ୍ତି ହଉ ସେଟା ଜିନିଷ ହଉ ସେଟା ବସ୍ତୁ ହଉ ସେଟା ଯାହା ବି କିଛି XYZ ହଉ ଆପଣ ପସନ୍ଦ କରୁଥିଲେ ପ୍ରଭୁ ତାକୁ ଅଲଗା କରିଦେଲେ ଆପଣଙ୍କୁ ଆପଣଙ୍କୁ ଦୁଃଖ ହଉଛି କି ଦୁଃଖ ହଉଛି କି ଯେତେବେଳେ ପରମେଶ୍ୱର ଆପଣଙ୍କର ଜୀବନରୁ ଗୋଟେ ବିଷୟକୁ ରିମୁଭ୍ କରୁଛନ୍ତି ସାଧାରଣ ଅର୍ଥରେ ଦୁଃଖ ହବ ବଟ୍ I will encourage you all check your attachment with God ପ୍ରଭୁଙ୍କ ସହିତ ଆପଣ ଜଡ଼ିତ କି ନାହିଁ ଚେକ୍ କରନ୍ତୁ ଆପଣ ଜୀବନରେ ଯୋଉ ଦୁଃଖଟା ଆସିଲା ଆପଣମାନେ ସମସ୍ତେ ସେ ଦୁଃଖର ଦୁଃଖୀ ଅଛନ୍ତି କିଛି ଭାଇ ଭଉଣୀମାନେ ହସ୍ପିଟାଲରେ ଥିଲେ କିଛି ଭାଇ ଭଉଣୀମାନେ ଆମ ସହିତ ଥିଲେ କିଛି ଭାଇ ଭଉଣୀ ଘରେ ଥିଲେ ଯୋଉ ଦୁଃଖଟା ଆସିଲା ୟେସ୍ ବାଇବେଲରେ ମୁଁ ନିଜକୁ ଏନକରେଜ କଲି ସେଦିନ କି ବାଇବେଲରେ ଲେଖା ହେଇଛି ମନୁଷ୍ୟ ପାଇଁ ଯୋଉ ଯୋଉ ପରୀକ୍ଷା ଆସିବାଟା ସ୍ୱାଭାବିକ ଆସିବ ସମସ୍ତଙ୍କ ପାଇଁ ଆସିବ ଅନ୍ୟ କାହାର ବି ହେଇଥିବ ଆସିବ ମୋର ଝିଅ ସେଦିନ ବହୁତ କାନ୍ଦିଛି ଘରେ ବହୁତ କାନ୍ଦିଛି ମୋର ଆଉ ସେଇଦିନ ଗୋଟେ ଲମ୍ବା ପ୍ରେୟର ସେ କରିଛି ପାଖାପାଖି ଗୋଟେ ଅଧା ଘଣ୍ଟା ଘଣ୍ଟେ ସେ ପ୍ରେୟର କରିଛି ବହୁତ କାନ୍ଦିଛି ବଟ୍ ମୁଁ ମୋର ହାର୍ଟକୁ ଚେକ୍ କଲି ଫାଷ୍ଟ ପ୍ରଭୁଙ୍କ ସହିତ ଅଛି ନା ନାଇଁ ମୋ ଠାରୁ କିଛି ବିଷୟ ଯେତେବେଳେ ପ୍ରଭୁ ଦୂର କରୁଛନ୍ତି ମୁଁ ସେ ବିଷୟକୁ ନେଇକି ଏକ୍ସକ୍ୟୁଜ କରୁଛି କର୍ସ କରୁଛି ନେଗୋସିଏଟ୍ କରୁଛି ନା ଚେକ୍ କରୁଛି ପ୍ରଭୁଙ୍କ ସହିତ ମୁଁ ଅଛି ତ ସେଥିପାଇଁ ଆଇବକୁ ହେଭେନ୍ ରେକଗ୍ନାଇଜ କଲା ବାଇବେଲ ଲେଖାଗଲା ବାପ୍ତିଜକ ଯୋହନଙ୍କ ସମୟ ଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗ ରାଜ୍ୟ ବଳରେ ଆକ୍ରାନ୍ତ ହେଉଛି ବଳରେ ଆକ୍ରମଣକାରୀମାନେ ସ୍ୱର୍ଗକୁ ଅଧିକାର କରୁଛନ୍ତି ଏଭ୍ରି 12:4 ଲେଖାଗଲା ତୁମେମାନେ ଏପର୍ଯ୍ୟନ୍ତ ପାପ ବିରୁଦ୍ଧରେ ଯୁଦ୍ଧ କରି ରକ୍ତ ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରିନା କହିବାର ଉଦ୍ଦେଶ୍ୟ ସ୍ୱର୍ଗ ସେତେବେଳେ ଆପଣଙ୍କୁ ରେକଗ୍ନାଇଜ କରୁଛି ଯେତେବେଳେ ଆପଣ ସବୁ କିଛି ହରାଇଲା ପରେ ମଧ୍ୟ ପ୍ରଭୁଙ୍କ ସହିତ ଲାଗିକି ରହୁଛନ୍ତି ଆଉ ସବୁ କିଛି ପାଇଁ ଯଦି ଆସିଛନ୍ତି ଆଉ ପ୍ରଭୁଙ୍କୁ ହିଁ ଯଦି ଆପଣ ଛାଡ଼ି ଦେଇଛନ୍ତି ସ୍ୱର୍ଗ ରେକଗ୍ନାଇଜ ସେଦିନ କରିବ ନାହିଁ କହିବ ପ୍ରଭୁ କହିବ ମୁଁ ଚିହ୍ନି ନାହିଁ ତୁମକୁ ମୁଁ ଜାଣି ନାହିଁ ତୁମକୁ ନାଇଁ ପ୍ରଭୁ ଆମେ ତ ଯାଉଥିଲୁ ଚର୍ଚ୍ଚ ଆମେ ବସିଥିଲୁ ନାଇଁ ମୁଁ ଜାଣି ନାହିଁ ତୁମକୁ ପ୍ଲିଜ ଜାଣି ନାହିଁ ତମକୁ ମୋର ପାଖକୁ ଆସନି
केमती लागिवो से स्टेटमेंट मो प्रिय प्रभु लोक माने केमती लागिवो से स्टेटमेंट जे प्रभु मते कहिबे ताहा ठाରୁ तो बेटर दुनिया रे लोक मते गाड़ी दियंती हां विक्रम दुनिया लोक माने मते गाड़ी पछे दियंतु छी छी करंतु तू तू करंतु नकारात्मक वर्ड्स कहंतु सब किछि चलिबो प्रभु न कहंतु तते मु जानि नहीं बोली प्रेज द लॉर्ड हालेलुया आमे कोटा सुनिया पई प्रस्तुत लोकंकर गाड़ी लोकंकर नकारात्मक लोक भाव न दियंतु लोक पसंद न करंतु लोक छी छी करंतु कोन से काम न हो फेल्योर भितरे थाउ रोग भितरे थाउ चलिबो स्वर्ग को रिकॉग्नाइज करू मोर लोक एटा बुझलो से दिन शैतान टच कला शैतान छुईला शैतान नहीं गला सब किछि किंतु आईबर विश्वास के नहीं पारला आईबर धन नहीं पारला से आईबर परिवार के नेला आईबर सब किछि के नेला किंतु आईबर विश्वास के नहीं पारला आज हमर विश्वास अछि मोर विश्वास अछि आज सब परिस्थिति रे हमें कहि परिबा कि गोटे मिनिट क्या उठिवा हमें प्रार्थना करिवा विश्वास परीक्षा माने सेते बेले हमर जीवन में जोड़ा पड़े सेते बेले हम ठीक चले शिष्य माने सुनित थिले मात्र झड़ आसीगला शिष्य माने भाबी नथिबे शिष्य माने भाबी थिले जे पांचटा रोटी दुईटा माछ को जो प्रभु 5000 लोक को कोचन तांकर उपस्थिति रे झड़ आसीबो नै झड़ आसीगला से माने डहळ बिकल हे समझ लागला कोन हे गला तांको पई झड़ बड़ सेति पई तो से माने कहले कोन गुरु चिंता करू ना कि हम पई तुमे हम मोरबा को जाऊ आज हमर मन को परिस्थिति सेति नुहे वो झड़ हमर जीवन रे चली छी और से झड़ द्वारा हम क्वेश्चन करू बाय लो आउ कहा तो सेटा घटू नहीं से व्यक्तिटा एति खराब चरित्र वाला एति मंद चरित्र दुनिया रे ये करछि से करछि तार से तो प्रॉब्लम नहीं मोर से नहीं हमें प्रश्न कर बाइबल मते आपन प्रमाण परीक्षित विश्वास विश्वास भीतर कहउचंती मोर विश्वास परीक्षित हेबार अछि जाको कहउचंती मोर विश्वास परीक्षित हेबार अछि तेबे तो विश्वास तेबे तो हम विश्वास आइबो एति दुख कष्ट परे सब किछि हरै देइतला तो स्वर्ग किंतु ताको चिन्हि तार आज से समान नजरिया स्वर्गर आम प्रति अच्छे कि मो प्रति आपण मन प्रति अच्छे यस दे आर माय पीपल मु जानि छी हेवन कहिबो कि मु जानि छी से माने मोर लोक माने या हमें खाली कहू तो हमें स्वर्गर बोली से कहू स्वर्ग आज रिकॉग्नाइज करू आइबो निजे कहि नाही मु सिद्ध थिली मु सरल थिली मु कुक्रिया त्यागी थिली मु परमेश्वर भयकारी थिली मात्र परमेश्वर सर्टिफिकेट देले से व्यक्ति ये कैरेक्टर लेट आवर सर्टिफिकेट्स कम्स फ्रॉम हेवन ये पर हमको पुलपिट मिली न पारे ये पर माइक मिली न पारे ये पर हम रेफरेंट ही न पारो ये पर टाइटल किछि हम पकड़ नाही ये पर सोर्सेस किछि नाही बट गोटे विषय आपण पकड़ अछि एटा होछि परमेश्वर तांकर दृष्टि मु तो एटा पसंद करबी मो पुरे माने दुनिया लोक मोर अगेंस्ट हे जान
दुनियार लोक এই জানতো মনে কেন প্রভু যদি মতে রেকগনাইজ কলে মতে চিহ্নিলে মোর সেদিন কহবে মাই সার্ভেন্ট বলি দ্যাট ইজ এনাফ দুনিয়ার সার্টিফিকেট তোমায় দরকার প্রভু আপনার মহিমা করছো ସମୟରେ ବାକ୍ୟକୁ ନେଇ ଆମେ ଆସିଛୁ ବାପା ତୁମର ସାହାଯ୍ୟ କର ପ୍ରଭୁ ଜଣେ ବ୍ୟକ୍ତି ସବୁ କିଛି ହରେଇ ଦେଲେ କିନ୍ତୁ ଦୁନିଆ ଆଡ଼େ ଆଉ ପ୍ରବୃତ୍ତି ଗଲା ଜଣେ ବ୍ୟକ୍ତି ସବୁ କିଛି ହରେଇଲା ଜଣେ ବ୍ୟକ୍ତି ପଛ ମୁହଁ କଲା ଜଣେ ବ୍ୟକ୍ତି କଲା ଏବଂ ବାଇବେଲ ପ୍ରମାଣିତ କରେ ଯୋଉ ବ୍ୟକ୍ତି ଉର୍ଦ୍ଧ୍ୱମୁଖ କରିବ ସେ ଲଜ୍ଜିତ ହେବ ନାହିଁ ଆମ କଷ୍ଟ ମଧ୍ୟରେ ବାପା ତୁମେ ଆମକୁ ସେଇଟା ବଡ଼ ଆମର ଅଭାବ ମଧ୍ୟରେ ତୁମେ ଆମ ସଙ୍ଗରେ ଅଛ ସେଇଟା ବଡ଼ আমার রোগ ମଧ୍ୟରେ ବାପା ତୁମେ ଆମର ସହିତ ଅଛ ତୁମେ ଯେ ଯୋସେଫ ସହିତ ବନ୍ଦୀ ଘରେ ଥିଲ ପାଉଲ ସହିତ ବନ୍ଦୀ ଘରେ ଥିଲ ଆମର ସବୁ ଖରାପ ସିଚୁଏସନରେ ବାପା ଏ ବିଶ୍ୱାସରେ ଆମେ ଆମ ଜୀବନ ରାସ୍ତା କରିପାରୁ ଚାଲିପାରିବୁ ବାପା ଏ ଖ୍ରୀଷ୍ଟୀୟ ଜୀବନରେ ଆମେ ଏଇ ବିଶ୍ୱାସ କରିବୁ ଆମେ ଆଗକୁ ବଢିପାରିବୁ ନା କେବଳ କେବଳ ପାଇଲେ ସବୁ କିଛି ମାତ୍ର ହରେଇଲେ ମଧ୍ୟ ଆମେ ତୁମର ବୋଲି ଆମେ ଧନ୍ୟବାଦ ଆମେ ଦୟା ମହିମା ଗୌରବ ପ୍ରାର୍ଥନା ସମସ୍ତେ